ତାଙ୍କର ବ୍ୟକ୍ତିତ୍ୱ ଏବଂ ତାଙ୍କର ଦକ୍ଷ ସଂଗଠନ କୁ ସମସ୍ତେ ଯେତିକି ତାଙ୍କର ପ୍ରତିପକ୍ଷ ମଧ୍ୟ ସ୍ୱୀକାର କରିବେ। ଆଜି ତାଙ୍କ ପରି କଂଗ୍ରେସ ଦଳର ଜଣେ ଆଗ ଧାଡ଼ିର ଟାଣୁଆ ନେତା କୁ କଂଗ୍ରେସ ଦଳ କେବଳ ହରାଇନି, ଓଡ଼ିଶା ରାଜନୀତିରେ ମଧ୍ୟ ରାଜନୈତିକ ଇତିହାସ ବଳରେ ଗୋଟେ ଶୂନ୍ୟସ୍ଥାନ ସୃଷ୍ଟି ହେଇଛି। ସେ ଶୂନ୍ୟସ୍ଥାନ ପୂରଣ ହେବା ନିଶ୍ଚିତ ଭାବରେ କଷ୍ଟ। ସେ କେବଳ ଜଣେ ଦକ୍ଷ ରାଜନେତା ନଥିଲେ, ଯୁବ ଓଡ଼ିଶାର ଯୁବ ପ୍ରତିଭାଙ୍କର ପ୍ରେରଣାର ଉତ୍ସ ଥିଲେ ଏବଂ ଯୁବକ ଦୀର୍ଘ 2 ଦଶନ୍ଧି ଧରି ଉର୍ଦ୍ଧ୍ୱ ସମୟ କାଳ ଓଡ଼ିଶାର ଯୁବକ ମାନଙ୍କୁ ଦିଗ୍ଦର୍ଶନ ଦେଇ ଆସିଥିଲେ ଏବଂ ତାଙ୍କର ଆଜି ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଭାବରେ ଏକ ପୂର୍ଣ୍ଣ କ୍ଷତି। ସେ ତାଙ୍କର ବ୍ୟକ୍ତିତ୍ୱ, ସେ ମୋର ପଡ଼ୋଶୀ ନିର୍ବାଚନ ମଣ୍ଡଳୀ ପୁରୀ ଏବଂ ବ୍ରହ୍ମଗିରି, ଆମେ ଓଡ଼ିଶା ନିର୍ବାଚନ ମଣ୍ଡଳୀ ଏବଂ ବ୍ୟକ୍ତିଗତ ଭାବରେ ତାଙ୍କ ସହିତ ସମ୍ପର୍କ ମଧ୍ୟ ବହୁତ ଭଲ ଏବଂ ସେ ମଧ୍ୟ ମୋଠୁ ବୟସରେ 7-8 ବର୍ଷ ସାନ ହୁଏ ମଧ୍ୟ ଏବଂ ବହୁତ ସମ୍ମାନ ବି ଦିଅନ୍ତି ଏବଂ ତାଙ୍କର ଯୋଉଥିପାଇଁ ତାଙ୍କର ଆଚାର ବ୍ୟବହାର ଆମକୁ ବିଶେଷ ଭାବରେ ପ୍ରଭାବିତ କରିଛି ଏବଂ ପୁରୀ ସହିତ ତାଙ୍କର ବହୁତ ଘନିଷ୍ଠତା ଥିଲା। ପୁରୀ ସହିତ ସେ ନିବିଡ଼ ଭାବରେ ଜଡ଼ିତ ଥିଲେ। ତେଣୁ ଆମେ ଏକାଠି ମଧ୍ୟ ସେ 95ରୁ 2009 ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟ ଥିଲେ। ଆମ ସହକର୍ମୀ ଆମେ ମଧ୍ୟ ଏକାଠି କାମ କରୁଛୁ। ଭିନ୍ନ ରାଜନୈତିକ ଦଳର ଉଭୟ ଆମେ ହେଇଥିଲେ ମଧ୍ୟ ଆମ ଭିତରେ କେବେ ତିକ୍ତତା ନଥିଲା କି ପ୍ରତିଦ୍ୱନ୍ଦିତା ବିଶେଷ ଭାବରେ ନଥିଲା।